ମୁଁ ହଉଛି ପ୍ରଫେସର ଡକ୍ଟର ନିରଞ୍ଜନ ସାହୁ। ଅବସର ନେଇ ସାରିଛି। ସାଲେପୁର ମହାବିଦ୍ୟାଳୟରେ ଥିଲି। ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ଥିଲି, ପ୍ରାଧ୍ୟାପକ ଭାବରେ ଏବଂ ଆସୋସିଏଟ ପ୍ରଫେସର ଭାବରେ ଅବସର ନେଇଛି। ତେବେ ଯିଏ ହେଉଛନ୍ତି ଲକ୍ଷ୍ମୀନାରାୟଣ ଏଇ ସ୍କୁଲର ଯିଏ ହେଉଛନ୍ତି ନିର୍ଦ୍ଦେଶକ, ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ଶରତ ଚନ୍ଦ୍ର ଦାସ ମହୋଦୟ। ମୁଁ ସେ ମୋର ବଡ଼ ଭାଇ ଭଳି ଏବଂ ତାଙ୍କର ଅନୁରୋଧରେ ଏଇ ଭଦ୍ରକରେ ହେଉଥାଏ ଗୀତା ମନ୍ଦିରରେ ରାଷ୍ଟ୍ରୀୟ ଗୀତା ଯଜ୍ଞ ଏବଂ ଗୀତା ଜୟନ୍ତୀ ସେଇ କାର୍ଯ୍ୟକ୍ରମ ଆସିଥିଲି। ପୁଣି ଚାହିଁଲେ ଯେ ଆଜି ଯେ ଶ୍ରୀ ଲକ୍ଷ୍ମୀନାରାୟଣଙ୍କ ସ୍କୁଲକୁ ଆସିବା ପାଇଁ ପିଲାମାନଙ୍କୁ ଏବଂ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଏବଂ ଅଭିଭାବକମାନଙ୍କୁ ଗୀତା ମା ସମ୍ପର୍କରେ ଏବଂ ଶିକ୍ଷା ଏବଂ ଧର୍ମ ଏ ସମ୍ପର୍କରେ କିଛି ବକ୍ତବ୍ୟ ରଖିବା ପାଇଁ ଏବଂ ମୁଁ ଆସି ଏଠି ଯାହା ହଉ ଗୀତା ମାଙ୍କ ସମ୍ପର୍କରେ, ଭଗବତ ଗୀତା ସମ୍ପର୍କରେ, ଶ୍ରୀମଦ ଭାଗବତ ମହାପୁରାଣ ସମ୍ପର୍କରେ ଏବଂ ରାମାୟଣ ସମ୍ପର୍କରେ ଅନେକ କଥା ରଖିଲି। ପିଲାମାନେ ବଡ଼ ଉଚ୍ଚକିତ ହେଲେ ଏବଂ ଯେଉଁମାନେ ଶିକ୍ଷକ ଶିକ୍ଷୟିତ୍ରୀ ସେମାନେ ମଧ୍ୟ ଅନେକ କଥାକୁ ସ୍ୱୀକାର କରିନେଲେ ଯେ ବାସ୍ତବରେ ଆମ ଭିତରେ ଏଇ ଚେତନା ଜାଗ୍ରତ ହେବା ଦରକାର ଏବଂ ଆମେ ପିଲାମାନଙ୍କ ପାଖରେ ଏଇ ଚେତନାକୁ ପ୍ରଦାନ କରିବୁ ଏବଂ ଭଗବତ ଗୀତାକୁ ନିଶ୍ଚିତ ଭାବରେ ପ୍ରତ୍ୟେକ ଦିନ ଗୋଟିଏ ଅଧ୍ୟୟନ ହେଲେ ମଧ୍ୟ ଗୋଟିଏ ଶ୍ଲୋକ ପାଠ ହେବ ଏବଂ ତତ୍ ସହିତ ସେଇ ଶ୍ଲୋକଟିକୁ ଅର୍ଥ କରାଯିବ ଏବଂ ପିଲାମାନଙ୍କୁ ଆମେ ସେଇ ଦିଗରେ ପ୍ରୋତ୍ସାହନ ଦେବା ପାଇଁ ମଧ୍ୟ ଚେଷ୍ଟା କରିବୁ। ଏଇ ହେଉଛି ଏଇ ଲକ୍ଷ୍ମୀନାରାୟଣ ସ୍କୁଲର ଇଏ ହେଉଛି ଶ୍ରୀମନ୍ଦିର ସଦୃଶ। ଯେମିତି ଇନ୍ଦ୍ରଦମ୍ନ ରାଜା ଶ୍ରୀମନ୍ଦିର ଭଗବାନ ଜଗନ୍ନାଥଙ୍କୁ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଇଥିଲେ, ଶ୍ରୀମନ୍ଦିର କରିଥିଲେ, ଠିକ୍ ସେଇଭଳି ଭାବରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ହେଉଛି ଶ୍ରୀମନ୍ଦିର ସଦୃଶ। ଏଭଳି ଲକ୍ଷ୍ମୀନାରାୟଣ ସ୍କୁଲଟି ମଧ୍ୟ ଗୋଟେ ମନ୍ଦିର ସଦୃଶ। ଏଠି ପିଲାମାନେ ଅଧ୍ୟୟନ କରୁଛନ୍ତି। ପିଲାମାନେ ଯଦି ଉତ୍ତୁରି ଯାଆନ୍ତି କେଉଁ ଦିଗରେ ନା ବିଶେଷ ଭାବରେ ନିଜ ଜୀବନ ସମ୍ପର୍କରେ ଯଦି ଜାଣନ୍ତି ଆଉ ନିଜକୁ ତିଆରି କରନ୍ତି ତାହା ହେବ ଅହୋଭାଗ୍ୟ। ନିଶ୍ଚିତ ଭାବରେ ସ୍ୱପ୍ନ ସାର୍ଥକ ହେବ। ଏହି ଉଦ୍ଦେଶ୍ୟରେ ଯାହା ପ୍ରଫେସର ଡକ୍ଟର ଶରତ ଚନ୍ଦ୍ର ଦାସ ତାଙ୍କର ଆୟୋଜନ କରିଛନ୍ତି ଆଉ ଏଇ ଶିକ୍ଷାନୁଷ୍ଠାନ ବଡ଼ ଭବ୍ୟ। କାରଣ ମୁଁ 10-11 ବର୍ଷ ତଳେ ଆସିଥିଲି ଏବଂ ଦେଖିଥିଲି ଅଳ୍ପ କିଛି ହେଇଥିଲା, ଏବେ ବର୍ତ୍ତମାନ ଭବ୍ୟ ହେଇଛି। ପିଲାମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହେଇଛି ଏହି ସ୍କୁଲ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ସୁନ୍ଦର ପାଠ ପଢ଼ାଉଛନ୍ତି ଏବଂ ସମସ୍ତେ ମଧ୍ୟ ଆଧ୍ୟାତ୍ମବାଦୀ। କାରଣ ଭଗବତ ଗୀତାରେ କୁହାହେଇଛି, ଭଗବତ ଗୀତାର 10ମ ଅଧ୍ୟାୟର 32 ନମ୍ବର ଶ୍ଲୋକରେ କୁହାଯାଇଛି ଅଧ୍ୟାତ୍ମ ବିଦ୍ୟା ବିଦ୍ୟା ନାମ ଏବଂ ଅଧ୍ୟାତ୍ମ ବିଦ୍ୟା ହେଉଛି ବିଦ୍ୟା, ଆଉ ସବୁ ହେଉଛି ଅବିଦ୍ୟା। କିନ୍ତୁ ଅଧ୍ୟାତ୍ମ ବିଦ୍ୟା ଦିଗରେ ଯିବାକୁ ହେଲେ ଭଗବତ ଗୀତା ଅଧ୍ୟୟନ କରିବାର ପ୍ରয়োଜନତା ଅଛି। ତେବେ ଗୋଟିଏ ବଡ଼ କଥା ହେଉଛି ଆମକୁ ଶିକ୍ଷା କରିବାକୁ ହେବ, ନିଜକୁ କରିବାକୁ ପଡ଼ିବ। ନିଜେ ସଂସ୍କୃତିବନ୍ତ ନହେଲେ ପିଲାମାନଙ୍କୁ ସଂସ୍କୃତିବନ୍ତ କରାଇ ହେବ ନାହିଁ ଏବଂ ଅଭିଭାବକମାନଙ୍କୁ ମଧ୍ୟ ତିଆରି କରିବାକୁ ପଡ଼ିବ, ସେମାନେ ସଂସ୍କୃତିବନ୍ତ ହୁଅନ୍ତି ଏବଂ ଆଚାର୍ୟ ଲକ୍ଷ୍ମୀ ବିଚାର ପଣ୍ଡିତ ହେବେ। ଫଳରେ କ'ଣ ବିଚାର ସାଧାରଣ କଥା, ଇଏ ନିଜର କଥା ନିଜେ ହେବେ ଏବଂ ପିଲାଙ୍କୁ ଦେଖେଇବେ, ପଡ଼ୋଶୀଙ୍କୁ ଦେଖେଇବେ ଯେ ଏମିତି ହେବାକୁ ଅଛି। ଏହା ହିଁ ହେଉଛି ଆଜିର ବକ୍ତବ୍ୟ ଥିଲା। ଯାହା ହଉ ମୋର ସୌଭାଗ୍ୟ ଯେ ଏଭଳି ଗୋଟିଏ ଅବସର ନେଲା ପରେ ମୁଁ ତ ପ୍ରାର୍ଥନା ଚ୍ୟାନେଲରେ ମଧ୍ୟ ଆସୁଛି ଏବଂ ସିଦ୍ଧାର୍ଥ ଭକ୍ତିରେ ମଧ୍ୟ ଆସୁଛି, କିଛି କଥା ରଖିବା ପାଇଁ ଏଇ ସୁଯୋଗ ଅବସର ପରେ ମୋତେ ମିଳିଛି। ମୁଁ ଏହାକୁ ଅହୋଭାଗ୍ୟ ଭାବୁଛି ଏବଂ ଜୀବନରେ ଏହାକୁ ହିଁ ବ୍ରତ ଭାବରେ ଗ୍ରହଣ କରିନେଇଛି। ଆଉ ଆପଣମାନଙ୍କ ପାଖରେ ପହଞ୍ଚିବାର ଆପଣମାନେ ସୁଯୋଗ ପ୍ରଦାନ କରିଥିବାରୁ ମୁଁ ନିଶ୍ଚିତ ଭାବରେ ଯେ ପ୍ରଫେସର ଡକ୍ଟର ଶରତ ଚନ୍ଦ୍ର ଦାସଙ୍କ ପାଖରେ ଏବଂ ଏଇ ସ୍କୁଲର ଅଧ୍ୟକ୍ଷଙ୍କ ପାଖରେ ଶିକ୍ଷକ ଶିକ୍ଷୟିତ୍ରୀ ଭାଇ କୃତଜ୍ଞତା ଜ୍ଞାପନ କରୁଛି। ଜୟ ଜଗନ୍ନାଥ। ହାଲୋ ହାय छोड़ो, जय जगन्नाथ बोलो। हालो हाय छोड़ो, जय जगन्नाथ बोलो। जय जगन्नाथ, जय जगन्नाथ, जय जगन्नाथ।